পশ্চিমবঙ্গে বিশাল বিজয় এবং আসাম ও পন্ডুচেরি আশাতীত সফলতা পরে ভারতীয় জনতা পার্টি পক্ষরু এক বিজয় শোভাযাত্রা অনুষ্ঠিত হয়েছে। কালিমেলা বিজেপি কার্যালয়ে এই শোভাযাত্রা আরম্ভ হয়েছিল। ডিজে বাজা ও বিভিন্ন বাদ্যযন্ত্রর তালে তালে শতাধিক মহিলা ও পুরুষ বিজেপি কর্মী একত্রিত হয়েছিল। জেলা স্বতন্ত্র ইউনিয়ন অধ্যক্ষ গঙ্গা সোড়ি, কালিমেলা ব্লক বিধায়ক প্রতিনিধি হরবিলাস মন্ডল এই শোভাযাত্রায় সামিল হয়েছিল। এর সহিত জেলা বিজেপি সাধারণ সম্পাদক ই ভেঙ্কটেশ রাও, রত্নাকর পাণিগ্রাহী, উত্তম অঝা এবং অবধূত প্রসাদ দুর্গা মধ্য উপস্থিত ଥିଲେ। ସମସ୍ତେ ମିଶି କାଲିମେଳା ସଦର ପରିକ୍ରମା କରି ବିଜୟ ଉତ୍ସବ ପାଳନ କରିଛନ୍ତି। ଆମର 5ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେଇଛି, ତାର ଫଳାଫଳ ଆଜି ଘୋଷଣା ହେବାକୁ ଯାଉଛି ଏବଂ 3ଟି ରାଜ୍ୟରେ ଆମ ବିଜେପି ସରକାର ଜିତିଛନ୍ତି। ତେଣୁକରି ଏ ବିଜୟ ଉତ୍ସବ ଆମେ ପାଳନ କରୁଛୁ। ଆଜି ବିଶେଷ କରି ପଶ୍ଚିମବଙ୍ଗରେ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ବିଜୟ ହେଇଛି। ତାଙ୍କର ନିଜର ଯୋଉ ଚିନ୍ତା ଥିଲା, ସ୍ୱପ୍ନ ଥିଲା, ତାହା ଆଜି ପୂରଣ ହେବାକୁ ଯାଉଛି। ଭାରତୀୟ ଜନସଂଘ ପାର୍ଟିରୁ ବିଜେପି ପାର୍ଟି ଆସିଛି ଏବଂ ତାର ଫାଉଣ୍ଡର ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ତାଙ୍କର ଦୀର୍ଘ ଦିନର ସ୍ୱପ୍ନ ଆଜି ପୂରଣ ହେଇଛି। ତେଣୁକରି ଏ ଯଶ ସାରା ଭାରତବର୍ଷରେ ପାଳନ କରାଯାଉଛି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ନେତୃତ୍ୱରେ ସାରା ଭାରତବର୍ଷରେ ବିଜେପିର ରାଜ ବା ବିଜେପିର ଶାସନ ହେବାକୁ ଯାଉଛି। ତେଣୁ ଏହି ସୁଶାସନକୁ ଲକ୍ଷ୍ୟ କରି ଭାରତବର୍ଷର ପ୍ରତ୍ୟେକ ନାଗରିକ ବହୁତ ଖୁସିରେ ଅଛନ୍ତି। ଉତ୍ସବଟା ପାଳନ କରୁଛିଟା ପ୍ରକୃତରେ ଆମର ଯୋଉ 5ଟି ରାଜ୍ୟରେ ଯୋଉ ଆସେମ୍ବଲି ଇଲେକ୍ସନ ହେଇଥିଲା, ସେ ଇଲେକ୍ସନର ଯୋଉ ରେଜଲ୍ଟଟା ଆମେ ଏବେ ପାଇଛୁ, ବିଶେଷ କରି ପଶ୍ଚିମବାଂଲାରେ ଦୀର୍ଘ ଦିନ ଧରି ଯୋଉ ବିଜେପି ସରକାର, ଭ୍ରଷ୍ଟାଚାର ସରକାର, ନାରୀ ନିର୍ଯାତନା ସରକାର ଥିଲା, ତାକୁ এই ইলেকশনরে নির্বাচনে সম্পূর্ণ ভাবে মূলপোষ করিଥିବାରୁ আমার ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନେ କେବଳ କାଲିମେଳା ନୁହେଁ, ସାରା ଓଡ଼ିଶା ସାରା ଭାରତବର୍ଷରେ ବିଜୟ ଉତ୍ସବ ପାଳନ କରୁଛନ୍ତି। ତେଣୁ ଆଗକୁ ଆହୁରି ଏ ପ୍ରକାର ଯୋଉଠି ଯୋଉଠି ଭ୍ରଷ୍ଟାଚାର ସରକାର ଅଛି ଭାରତବର୍ଷରେ, ଏ ପ୍ରକାର ମୁହୂର୍ତ୍ତର ଜବାବ ଦେବେ ଭାରତୀୟ ଜନତା ପାର୍ଟିର ବା ଏ ଦେଶର ଜନତା ଜନାର୍ଦ୍ଦନ। এটা ଆମେ ବିଶ୍ୱାସ ରଖିଛୁ। ଏ କାମ ନିଶ୍ଚିତ ଭାବରେ ଆଗକୁ ଚାଲିବ।